ସମୟ ଏକ ସିଧା ରାସ୍ତା କି ସିଧା ରେଖା ନୁହେଁ, ସେ ଗୋଟିଏ ଚକ୍ର ଅଟେ। ସମସ୍ତ ଯୁଗ ଆସୁଛି ଏବଂ ଚାଲିଯାଉଛି। ଆପଣମାନେ ସମସ୍ତେ ଜାଣନ୍ତି କି ଭଗବାନ ବିଷ୍ଣୁ ସମସ୍ତ ଯୁଗରେ ବିଭିନ୍ନ ରୂପରେ ଆସି ଶତ୍ରୁର ବିନାଶ କରି ଧର୍ମର ପ୍ରତିଷ୍ଠା କରିଛନ୍ତି। ସତ୍ୟ ଯୁଗରେ ଯେମିତି ସବୁକିଛି ସତ ଥିଲା, ତାପରେ ମଧ୍ୟ ସୃଷ୍ଟିରେ ଅନ୍ଧକାର ଆସିଥିଲା। ଯେତେବେଳେ ହୟଗ୍ରୀବ ସମସ୍ତ ବେଦକୁ ଚୋରାଇ ନେଇଗଲା, ବ୍ରହ୍ମା ମଧ୍ୟ ଭ୍ରମିତ ହୋଇଗଲେ। ସୃଷ୍ଟିର ସନ୍ତୁଳନ ବି ନଷ୍ଟ ହେବାରେ ଲାଗିଲା, ପ୍ରଳୟ ହେବାରେ ଲାଗିଲା। ଆଉ ବିଷ୍ଣୁ ମତ୍ସ୍ୟ ଅବତାର ଗ୍ରହଣ କରି ସମସ୍ତ ବେଦକୁ ପୁଣି ଫେରାଇ ଆଣିଲେ। ଜୀବଲୋକର ରକ୍ଷା ପାଇଁ ଯେତେବେଳେ ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହେଲା, ମଦରାଞ୍ଚଳ ପର୍ବତ ସମୁଦ୍ରରେ ବୁଡ଼ିବାକୁ ଲାଗିଲା, ସେତେବେଳେ ବିଷ୍ଣୁ କଚ୍ଛପ ଅବତାରର ଗ୍ରହଣ କରି ସେହି ପର୍ବତକୁ ନିଜ ପିଠି ଉପରେ ରଖିଲେ। ଯେତେବେଳେ ହିରଣାକ୍ଷ ପୃଥିବୀକୁ ପାତାଳକୁ ନେଇଯାଇଥିଲା, ସେତେବେଳେ ସେ ବରାହ ରୂପର ଧାରଣ କରି ପୃଥିବୀକୁ ବାହାରକୁ ଆଣିଥିଲେ। ଯେବେ ଭକ୍ତ ପ୍ରହ୍ଲାଦ ଉପରେ ହେଉଥିବା ଅତ୍ୟାଚାର ଚରମ ସୀମାରେ ପହଞ୍ଚିଲା, ସେତେବେଳେ ସେ ନା ସ୍ତ୍ରୀ ନା ପୁରୁଷ, ନା ଦିନ ନା ରାତି, ଏହିଭଳି ଭାବରେ ଗୋଟିଏ ସ୍ତମ୍ଭରୁ ଗରଜି ଉଠି ନରସିଂହ ରୂପକୁ ଧାରଣ କରି ପ୍ରକଟ ହେଲେ। କ୍ରୋଧରେ ନ୍ୟାୟର ଜଳନ୍ତା ନିଆଁ ପରି ହୋଇଥିଲେ। ତାପରେ ସତ୍ୟ ଯୁଗର ହୋଇଥିଲା ସମାପ୍ତ। ପୁଣି ଆସିଲା ତ୍ରେତୟା ଯୁଗ। ଏହା ଥିଲା ରାଜାମାନଙ୍କର ଯୁଗ। ଆଉ ସେମାନଙ୍କର ଘମଣ୍ଡ ଓ ଅହଙ୍କାର। ସେଥିମଧ୍ୟରୁ ଜଣେ ଥିଲେ ବଳିରାଜା। ସେ ବହୁତ ନ୍ୟାୟପ୍ରିୟ ଥିଲେ, କିନ୍ତୁ ତାଙ୍କର ଅଭିମାନ ପୁରା ସୀମା ପାର କରିବାରେ ଲାଗିଲା। ସେତେବେଳେ ଶ୍ରୀ ବିଷ୍ଣୁ ଏକ ବ୍ରାହ୍ମଣ ବାଳକର ରୂପ ଅର୍ଥାତ୍ ବାମନ ଅବତାର ଧାରଣ କଲେ। ଆଉ 3 ପାଦରେ ବଳିର ସାରା ସାମ୍ରାଜ୍ୟ ଓ ରାଜାକୁ ମଧ୍ୟ ମାପିନେଲେ। ସେ ଯେତେବେଳେ କ୍ଷତ୍ରିୟମାନେ ନିଜ ଧର୍ମ ଭୁଲିବାରେ ଲାଗିଲେ, ସେତେବେଳେ ଜନ୍ମ ହେଲେ ପରଶୁରାମ। ସେ ଋଷି ଥିଲେ, କିନ୍ତୁ ଅନ୍ୟାୟର ଉତ୍ତର ଶସ୍ତ୍ରରେ ଦେଲେ। ତ୍ରେତୟା ଯୁଗରେ ଯେବେ ଧର୍ମର ଅର୍ଥ କେବଳ ବିଜୟ ଆଉ ଯୁଦ୍ଧରେ ପରିଣତ ହେଲା, ସେତେବେଳେ ଜନ୍ମ ନେଲେ ପ୍ରଭୁ ଶ୍ରୀରାମ, ମର୍ଯ୍ୟାଦା ପୁରୁଷୋତ୍ତମ। ସେ ସମସ୍ତଙ୍କୁ ଏହା ଶିଖାଇଲେ କି ଧର୍ମର ମାର୍ଗ କେବଳ ପ୍ରେମ ଓ ତ୍ୟାଗ ଏବଂ କରୁଣା ହିଁ ହୋଇଥାଏ। ତ୍ରେତୟା ଯୁଗର ସମାପ୍ତ ପରେ ଆସି ପହଞ୍ଚିଲା ଦ୍ୱାପର ଯୁଗ। ଏହି ଯୁଗରେ ଧର୍ମର ଭାଙ୍ଗିବାରେ ଲାଗିଲା ଏବଂ ଯୁଦ୍ଧ ବଢ଼ିବାରେ ଲାଗିଲା। ସବୁଠୁ ରହସ୍ୟମୟ ସମୟରେ ଜନ୍ମ ନେଲେ ଶ୍ରୀକୃଷ୍ଣ। ସେ ଆକର୍ଷକ ଓ ବୁଦ୍ଧିମାନ ଥିଲେ। ମହାଭାରତ ଯୁଦ୍ଧ ମଧ୍ୟରେ ହିଁ ସେ ଅର୍ଜୁନକୁ ଗୀତାର ଜ୍ଞାନ ଦେଲେ, ଯାହାକି ଆଜି ବି ଏହି ସଂସାରରେ ସମସ୍ତ ପରମାତ୍ମାକୁ ବାଟ ଦେଖାଇଥାଏ। ଯେତେବେଳେ ଚାରିପଟରୁ କୋଳାହଳ ହେବାରେ ଲାଗିଲା, ସେତେବେଳେ ଶାନ୍ତିର ମୂର୍ତ୍ତି ବୁଦ୍ଧ ରୂପରେ ବିଷ୍ଣୁ ଆସି ଶିଖାଇଲେ ଶାନ୍ତି କେଉଁଥିରେ ଅଛି, ଭିତରେ ନା ବାହାରେ ହେଉଥିବା ଲଢ଼େଇରେ। ତାପରେ ପ୍ରକଟ ହେଲା କଳିଯୁଗ। ଏହି ଯୁଗ ଭ୍ରମ, ଲୋଭ ଆଉ ଅହଙ୍କାରରେ ପରିପୂର୍ଣ୍ଣ ଅଟେ। ଆଉ ଆଜି ସତ୍ୟର ମାର୍ଗ ସବୁଠାରୁ କଠିନ ହୋଇଯାଇଛି, ଆଉ ଚେତନା ଶୋଇଯାଇଛି। ଚାରିଆଡ଼େ ଯେବେ ଅନ୍ଧକାର ଘେରିଯିବ, ସେତେବେଳେ ଭଗବାନ ବିଷ୍ଣୁ ନେବେ କଳ୍କି ଅବତାର ଶେଷ ଆଶା ରୂପରେ। ଇଏ ଖାଲି ଗୋଟିଏ କାହାଣୀ ନୁହଁ, ଇଏ ଏକ ଚେତାବନୀ ଅଟେ।
ସମସ୍ତ ଯୁଗରେ ଯେବେ ଅନ୍ୟାୟ ଓ ଅଧର୍ମ ବଢ଼ିବ ସେବେ ସେବେ ଦିବ୍ୟତାର ବି ପ୍ରକଟ ହେବ। ଆଉ ଏବେ ଆମେ ବି ସେହି ରାସ୍ତାରେ ଠିଆ ହୋଇଛନ୍ତି, ପୁଣି ଏକ ନୂଆ ଅବତାରର ଅପେକ୍ଷାରେ। ସେଥିପାଇଁ ସମୟ ଥାଉ ଥାଉ ନିଜକୁ ଧର୍ମ ମାର୍ଗରେ ନିୟୋଜିତ କରନ୍ତୁ। ଆଉ ଆପଣଙ୍କୁ ଯଦି ଏ ଭିଡ଼ିଓରୁ କିଛି ବି ସତ୍ୟତାର ଝଲକ ମିଳିଥାଏ ତାହେଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ବି ଭୁଲିବେନି। ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏବଂ ସମସ୍ତଙ୍କ ଆଶା ବି ପୂରଣ କରନ୍ତୁ। ଜୟ ଜଗନ୍ନାଥ।